ଜୟ ଜଗନ୍ନାଥ। ଆଜି ହେଉଛି 30 ଜୁଲାଇ ବୁଧବାର। ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଓଡ଼ିଆ ଭାଷାରେ ମୁଁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ ସମସ୍ତ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଇଁ ନେଇ ଆସିଛି। ଆଜି ବହୁତ ଗୁଡ଼ିଏ ନ୍ୟାସନାଲ୍ ଇଣ୍ଟରନ୍ୟାସନାଲ୍ ଇଭେଣ୍ଟ ହୋଇଛି। ଏହି ପଏଣ୍ଟ ଗୁଡ଼ାକ ଆପଣ ଜାଣିବା ନିହାତି ଦରକାର। ଆପଣଙ୍କର ଆଗାମୀ ଏସ୍ଏସ୍ସି ଆଉ ରେଲୱେ ଏକ୍ଜାମ୍ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଭିଡ଼ିଓ ଷ୍ଟାର୍ଟ କରିବା। ଭିଡ଼ିଓକୁ ଶେଷ ଯାଏଁ ଦେଖିବେ। ଆଜିର ପ୍ରଥମ ଇଭେଣ୍ଟ ବହୁତ ବଡ଼ ଇଭେଣ୍ଟ। ଭାରତର ପ୍ରଥମ ହିନ୍ଦୀ ମିଡ଼ିୟମ୍ MBBS କଲେଜ ଡିଟେଲରେ ଜାଣିବା ଆପଣଙ୍କର ଏକ୍ଜାମ୍ ପାଇଁ ଭେରି ଇମ୍ପୋର୍ଟାଣ୍ଟ। ଡାକ୍ତରୀ ଅଧ୍ୟୟନରେ ଆଞ୍ଚଳିକ ଭାଷା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ମଧ୍ୟପ୍ରଦେଶର ଜବଲପୁରରେ ଭାରତର ପ୍ରଥମ ହିନ୍ଦୀ ମାଧ୍ୟମ MBBS କଲେଜ ଖୋଲିବାକୁ ଯାଉଛି। 2027-28 ଏକାଡେମିକ୍ ସେସନ୍ ଅଧିବେଶନରେ ଏହା ଆରମ୍ଭ ହେବାକୁ ଯାଉଛି। ଏହି ଅନୁଷ୍ଠାନ ସମ୍ପୂର୍ଣ୍ଣ ଭାବରେ ହିନ୍ଦୀ ମିଡ଼ିୟମରେ ଡାକ୍ତରୀ ଶିକ୍ଷା, ପରୀକ୍ଷା ଏବଂ କ୍ଲିନିକାଲ ତାଲିମ ପ୍ରଦାନ କରିବ ଏବଂ ଏହା ଦେଶର ଚିକିତ୍ସା ଶିକ୍ଷା ବ୍ୟବସ୍ଥାରେ ଏକ ଐତିହାସିକ ପଦକ୍ଷେପ ହେବ। ଏହି ପଏଣ୍ଟଟା ମନେ ରଖିବେ। ଭାରତର ମଧ୍ୟପ୍ରଦେଶର ଜବଲପୁରରେ ପ୍ରଥମ ହିନ୍ଦୀ MBBS କଲେଜ ଖୋଲାଯାଇଛି। ନେକ୍ସଟ ଇଭେଣ୍ଟ ବହୁତ ବଡ଼ ଇଭେଣ୍ଟ ଆମର ଡିଫେନ୍ସ ତରଫରୁ। ଭାରତୀୟ ସେନା ଏକ୍ସରସାଇଜ ଡ୍ରୋନ୍ ପ୍ରହାର ଆରମ୍ଭ କରିଛି। ଡିଟେଲରେ ଜାଣିବା। ବହୁତ ବଡ଼ ଇଭେଣ୍ଟ ଆପଣ ଜାଣିବା ନିହାତି ଦରକାର। ନିକଟରେ ଭାରତୀୟ ସେନା ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗ ଜିଲ୍ଲାରେ ଏକ ଡ୍ରୋନ୍ ଏକ୍ସରସାଇଜ ଆରମ୍ଭ କରିଥିଲା, ଯାହାର ନାମ ଥିଲା ଡ୍ରୋନ୍ ପ୍ରହାର। ବ୍ୟାୟାମ କରିଥିଲା। ଏହି ଉଚ୍ଚ ବୈଷୟିକ ସାମରିକ ଡ୍ରିଲ୍ କୌଶଳ ଯୁଦ୍ଧ କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟବହାରକୁ ବୈଧ କରିଛି। ଏହି ଅଭ୍ୟାସ ବାସ୍ତବିକ କାର୍ଯ୍ୟକ୍ଷମ ଅବସ୍ଥାରେ ବୃଦ୍ଧି, ନିରୀକ୍ଷଣ, ପୁନଃ ଅନୁସନ୍ଧାନ ଏବଂ ସଠିକତା ପାଇଁ ଡ୍ରୋନ୍ର ପ୍ରଭାବଶାଳୀ ପ୍ରୟୋଗ ପ୍ରଦର୍ଶନ କରିଥିଲା। ମନେ ରଖିବେ, ଏକ୍ସରସାଇଜ ନାଁ ହେଉଛି ଡ୍ରୋନ୍ ପ୍ରହାର ଆଉ ଅରୁଣାଚଳ ପ୍ରଦେଶର ସିଆଙ୍ଗ ଜିଲ୍ଲାରେ ଏଇଟା ଅନୁଷ୍ଠିତ ହୋଇଥିଲା। ଏଇଟା ଆଉ ଗୋଟେ ବଡ଼ ଇଭେଣ୍ଟ। ଭାରତର ବିଜ୍ଞାନ ସଂସ୍କୃତିର ପ୍ରୋତ୍ସାହନ ପାଇଁ ଗୋଟେ ଯୋଜନା କରିଛନ୍ତି ଭାରତ ସରକାର। ଡିଟେଲରେ ଜାଣିବା। ସଂସ୍କୃତିର ପ୍ରୋତ୍ସାହନ ପାଇଁ SPOCS ହେଉଛି ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏକ ପ୍ରମୁଖ ପଦକ୍ଷେପ। 2025 ମଧ୍ୟଭାଗରେ ଏହା ସମଗ୍ର ଦେଶରେ 27ଟି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିଛି। ବୈଜ୍ଞାନିକ ସ୍ୱଭାବକୁ ଉତ୍ସାହିତ କରିବା ଏବଂ ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି କେନ୍ଦ୍ରଗୁଡ଼ିକ ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ସାଇନ୍ସ ସିଟି, ଇନୋଭେସନ ହବ୍, ଡିଜିଟାଲ ପ୍ଲାନେଟୋରିୟମ୍ ଏବଂ ସାଇନ୍ସ ସେଣ୍ଟର ନିର୍ମାଣ କରିବାକୁ ସମର୍ଥନ କରେ। ଏହା ଅଳ୍ପ ଉପସ୍ଥାପିତ ଏବଂ ସୁଦୂର ଅଞ୍ଚଳକୁ ଟାର୍ଗେଟ କରି ଅନ୍ତର୍ଭୁକ୍ତ ବିକାଶ ଉପରେ ଧ୍ୟାନ ଦେଇଥାଏ। ମନେ ରଖିବେ। ଆଉ ଇଣ୍ଟରନ୍ୟାସନାଲ ଟାଇଗର୍ସ ଡେ ଜାଣିଛନ୍ତି ତ, ବହୁତ ବଡ଼ ଇଭେଣ୍ଟ। ପ୍ରତ୍ୟେକ SSC ଏକ୍ଜାମରେ, ରେଲୱେ ଏକ୍ଜାମରେ ପଚରାଯାଏ। ଡିଟେଲରେ ଜାଣିବା। ବାଘମାନଙ୍କୁ ବଞ୍ଚାଇବା ଏବଂ ସଚେତନତା ସୃଷ୍ଟି କରିବାକୁ ବାର୍ଷିକ ସ୍ମାରକ ଭାବରେ ପ୍ରତିବର୍ଷ 29 ଜୁଲାଇରେ ଅନ୍ତର୍ଜାତୀୟ ଇଣ୍ଟରନ୍ୟାସନାଲ ଟାଇଗର ଡେ, ଅନ୍ତର୍ଜାତୀୟ ବାଘ ଦିବସ ପ୍ରତିବର୍ଷ 29 ଜୁଲାଇରେ ପାଳନ କରାଯାଏ। ବାଘକୁ ସୁରକ୍ଷା ଦେବା ଲକ୍ଷ୍ୟ ରଖିଥିବାରୁ ବିଶ୍ୱ ଟାଇଗର ଦିବସ ମହତ୍ତ୍ୱପୂର୍ଣ୍ଣ ଅଟେ। ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠି WWF ଅନୁଯାୟୀ ବର୍ତ୍ତମାନ ସମଗ୍ର ବିଶ୍ୱରେ ମାତ୍ର 3900 ବାଘ ଅଛନ୍ତି। ଏହି ପଏଣ୍ଟଟା ମନେ ରଖିବେ। 2025 ସୁଦ୍ଧା ବିଶ୍ୱରେ ମାତ୍ର 3900 ବାଘ ଅଛନ୍ତି। ଆଉ ପ୍ରତିବର୍ଷ 29 ଜୁଲାଇରେ ଅନ୍ତର୍ଜାତୀୟ ବାଘ ଦିବସ ପାଳନ କରାଯାଏ। ଏଇଟା ଆଉ ଗୋଟେ ବଡ଼ ଇଭେଣ୍ଟ, ଜାଣିବା ନିହାତି ଦରକାର। ଆମର ପ୍ରଧାନମନ୍ତ୍ରୀ ମୋଦି ରାଜେନ୍ଦ୍ର ଚୋଳ ଏକଙ୍କ ସମ୍ମାନରେ ମୁଦ୍ରା ଲଞ୍ଚ କରିଛନ୍ତି। ଡିଟେଲରେ ଜାଣିବା। ମହାନ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଜନ୍ମ ବାର୍ଷିକ ପାଳନ ଅବସରରେ ତାମିଲନାଡୁର ଗଙ୍ଗାଇକୋଣ୍ଡା ଚୋଲାପୁରମରେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ଥିରୁଭାଇଥାରାଇରାଇ ପର୍ବ ପାଳନ କରିଥିଲେ। ଏଇଟା ତାମିଲନାଡୁର ଗୋଟେ ବହୁତ ବଡ଼ ପର୍ବ। ଥିରୁଭାଇଥାରାଇରାଇ ପର୍ବ ପାଳନ କରିଥିଲେ। ସେଠାରେ ସିଏ ରାଜା ରାଜେନ୍ଦ୍ର ଚୋଳଙ୍କର ସମ୍ମାନରେ ଏକ ସ୍ମରଣୀୟ ମୁଦ୍ରା ପ୍ରକାଶ କରିଥିଲେ। ମନେ ରଖିବେ, ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ। ମାଷ୍ଟର କାର୍ଡ କୋଲାବୋରେଟ୍ କରିଛି ଆନ୍ଧ୍ରପ୍ରଦେଶ ସରକାରଙ୍କ ସହିତ ଟୁରିଜିମକୁ ବୁଷ୍ଟ କରିବା ପାଇଁ। ଡିଟେଲରେ ଜାଣିବା। ବିଶ୍ୱ ପର୍ଯ୍ୟଟନକୁ ବଢ଼ାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମ APTDC ଏକ ଅଗ୍ରଣୀ ବିଶ୍ୱ ଦେୟ କମ୍ପାନୀ ମାଷ୍ଟର କାର୍ଡ ସହିତ ସହଭାଗୀ ହୋଇଛି। ଜୁନ୍ 27
2025 ସ୍ୱାକ୍ଷରିତ ଏକ ସ୍ମାରକପତ୍ର MOU ମାଧ୍ୟମରେ ଆନୁଷ୍ଠାନିକ ଭାବେ ଏହି ସହଯୋଗ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରାକୃତିକ ଦୃଶ୍ୟ ଏବଂ ଆଧୁନିକ ଆତିଥ୍ୟ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। এই ପଏଣ୍ଟଟା ମନେ ରଖିବେ। ମାଷ୍ଟର କାର୍ଡ ଆନ୍ଧ୍ରପ୍ରଦେଶ ପର୍ଯ୍ୟଟନ ବିଭାଗ ସହ ଏଥିରେ ଟାଇ ଅପ୍ ହୋଇଛି। ଭେରି ଇମ୍ପୋର୍ଟାଣ୍ଟ। ଏଇଟା ଆଉ ଗୋଟେ ବଡ଼ ନ୍ୟାସନାଲ ଇଭେଣ୍ଟ ଇକୋନୋମି ଇଭେଣ୍ଟ 2025 ଭାରତର ଅର୍ଥନୈତିକ ଦୃଷ୍ଟିକୋଣ ଏବଂ ମୁଦ୍ରାନୀତି ଡିଟେଲ ଜାଣିବା। ଇକୋନୋମିକ୍ ଆଉଟଲୁକ୍ 2025 ଭାରତର ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ RBI ର 4% ଟାର୍ଗେଟ ତଳେ ରହିଛି। ଅର୍ଥ ମନ୍ତ୍ରାଳୟ ଜୁନ୍ ଅର୍ଥନୈତିକ ସମୀକ୍ଷା ପ୍ରକଳ୍ପର ମୁଦ୍ରାସ୍ଫୀତି 2025-26 ଆର୍ଥିକ ବର୍ଷ ଫାଇନାନ୍ସିଆଲ ଇୟର 2026 ପାଇଁ 3.7%ର ପୂର୍ବାନୁମାନକୁ ସୂଚିତ କରିବ। ଏହା ଆର୍ଥିକ ନୀତି ସହଜ କରିବ ଆଉ RBI ପାଇଁ ପରିସର ସୃଷ୍ଟି କରିବ। ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଅଧିକ ସୁଧ ହାର ହ୍ରାସ ହେବା ଆଶା ମଧ୍ୟରେ ମୁଦ୍ରାନୀତି କମିଟି MPC ଅଗଷ୍ଟ 2025 ପୂରଣ କରିବାକୁ ସ୍ଥିର କରିଛି। ମନେ ରଖିବେ ଆଜିର ସକାଳର ଟପ୍ କରେଣ୍ଟ ଆଫେୟାର୍ସ ଏଇଠି ସରିଲା। ସାଙ୍ଗମାନେ ଡେଲି ବହୁତ ଗୁଡ଼ିଏ ଇଭେଣ୍ଟ ଘଟୁଛି। ମୁଁ ଆପଣଙ୍କ ପାଇଁ କିଛି ଇମ୍ପୋର୍ଟାଣ୍ଟ ବାଛି ବାଛି ପ୍ରତ୍ୟେକ ଦିନ ନେଇ ଆସୁଛି। ଆଉ ଭିଡ଼ିଓ କେମିତି ଲାଗିଲା ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ। ସମସ୍ତ ସାଙ୍ଗସାଥି ପ୍ରତ୍ୟେକ ଓଡ଼ିଶାର କମ୍ପିଟେଟିଭ୍ ପାଇଁ ପ୍ରିପାରେସନ୍ ହେଉଥିବା ଛାତ୍ରଛାତ୍ରୀଙ୍କ ପାଖକୁ ନିଶ୍ଚିତ ରୂପେ ସେୟାର କରିବେ। ନୂଆ ଥିଲେ ୱାର୍ଲଡ ଆଫେୟାର ମଧୁଜିକେ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ କରେଣ୍ଟ ଆଫେୟାର ସ୍ପୋର୍ଟସ୍ ଆଫେୟାର ୱାର୍ଲଡ ଆଫେୟାର ଏମ୍ପ୍ଲୟମେଣ୍ଟ ନ୍ୟୁଜ୍ ନୋଟିଫିକେସନ୍ ଆପଣଙ୍କୁ ଏଠାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ। ବନ୍ଦେ ଉତ୍କଳ ଜନନୀ।